ପିଲାମାନେ ଏହି କ୍ଲାସରେ ଆମେ ପଢ଼ିବା ସଂଖ୍ୟାର ବିଭାଜ୍ୟତା ନିୟମର ପାର୍ଟ 2। ଏବେ ଆମେ 20ଟି ପ୍ରଶ୍ନର ଉତ୍ତର କରିବା। ପିଲାମାନେ କ୍ୱେଶ୍ଚନ ନମ୍ବର 1 କ'ଣ କହିଛି ଦେଖ, 1 ଠାରୁ 100 ପର୍ଯ୍ୟନ୍ତ ଲେଖିଲା ବେଳେ କେତେ ଥର 1 ଲେଖିବାକୁ ପଡ଼େ। ତ ପ୍ରଥମେ ଆମେ କ'ଣ କରିବା, 1 ଠାରୁ 100 ପର୍ଯ୍ୟନ୍ତ ଲେଖିବା। ତ ପ୍ରଥମେ 1 ପରେ 2 ଆସିଲା, 2 ପରେ 3 ଆସିଲା, 3 ପରେ 4, 5, 6, 7, 8, 9, 10। ତାପରେ ଏଠାରେ ପୁଣି ଆସିବ 11, ଏମିତି କରିକି 12, 13, 14, 15, 16, 17, 18, 19, 20। ତାପରେ ଦେଖ 20 ପରେ ଆସିବ 21, 21ରୁ ଏମିତି କରିକି 30 ପର୍ଯ୍ୟନ୍ତ ଚାଲିବ। ତାପରେ 31ରୁ ଏମିତି କରିକି ଆସିବ ଏବଂ 40ରେ ଶେଷ ହେବ। ତାପରେ 41 ଆସିବ, 41ରୁ ଏମିତି କରିକି ତୁମର 50କୁ ଯିବ। ତାପରେ 51ରୁ ଷ୍ଟାର୍ଟ ହେବ, ପୁଣି 60ରେ ଶେଷ ହେବ। ତାପରେ 61ରୁ ଷ୍ଟାର୍ଟ ହେବ, ପୁଣି 70ରେ ଶେଷ ହେବ। ତାପରେ 71ରୁ ଷ୍ଟାର୍ଟ ହେବ, 80ରେ ଶେଷ ହେବ। ତାପରେ 81ରୁ ଷ୍ଟାର୍ଟ ହେବ, 90ରେ ଶେଷ ହେବ। ତାପରେ 91ରେ ଷ୍ଟାର୍ଟ ହେବ ଏବଂ 100ରେ ସରିବ। ଏଠାରେ ଆମେ କ'ଣ କରିବା, 1କୁ ଏବେ କାଉଣ୍ଟ କରିବା, ଗଣିବା। ପିଲାମାନେ ଦେଖ, ଗୋଟିଏ 1, ଦୁଇଟି 1, ତିନୋଟି, 4ଟି, 5, 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20 ଏବଂ ଏଠାରେ ଦେଖ 21। ତ ଆମର ଉତ୍ତର ହେଇଯିବ ଅପସନ୍ ଡି। ଦେଖ କ୍ୱେଶ୍ଚନ ନମ୍ବର 2 କ'ଣ କହୁଛି, ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ କାହାକୁ ଯୋଗାତ୍ମକ ଅଭେଦ କୁହାଯାଏ। ତ ଏଠାରେ ଦେଖ ପିଲେ, ଯୋଗାତ୍ମକ ଅଭେଦ କିଏ? 0 ହେଉଛି ତୁମର ଯୋଗାତ୍ମକ ଅଭେଦ। କାହିଁକି? 0 ସାଥିରେ ଆମେ 5କୁ ଯୋଗ କଲେ ଯୋଗଫଳ 5 ଆସିଲା। 0 ସାଥିରେ ଆମେ 6କୁ ଯୋଗ କଲେ ଯୋଗଫଳ 6 ଆସିଲା। 0 ସାଥିରେ ଆମେ 8କୁ ଯୋଗ କଲେ ଯୋଗଫଳ 8 ଆସିଲା। ତ ଏଠାରେ ଦେଖ ପିଲାମାନେ, ଆମେ 0 ସାଥିରେ ଯେକୌଣସି ସଂଖ୍ୟାକୁ ଯୋଗ କରୁଛେ ଆମକୁ ଯୋଗଫଳରେ ସେହି ସଂଖ୍ୟା ହିଁ ମିଳୁଛି। ସେଥିପାଇଁ 0କୁ ଯୋଗାତ୍ମକ ଅଭେଦ କୁହାଯାଏ। ଏବେ ଆମେ କ୍ୱେଶ୍ଚନ ନମ୍ବର 3କୁ କରିବା। ଦେଖ କ'ଣ କହିଛି, 6 ଅଙ୍କ ବିଶିଷ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ। ତ 4ର ଯେଉଁ ଆମେ ବିଭାଜ୍ୟତା ନିୟମ ପଢ଼ିଥିଲେ ସେ କ'ଣ କହେ, ଯେଉଁ ସଂଖ୍ୟାର ଦଶକ ଓ ଏକକ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ ସେହି ମୂଳ ସଂଖ୍ୟାଟି 4 ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବିଭାଜ୍ୟ। ତ ଏଠାରେ ଦେଖ, ପ୍ରଥମେ ଅପସନ୍ ଡିକୁ ଆମେ ଦେଖିବା, 48। ଏହି 48ଟି 4 ଦ୍ୱାରା ବିଭାଜ୍ୟ ହେବ କି ନାହିଁ ପିଲାମାନେ? ହେବ। 4 1 4, 4 2 8। ତ 12 × 48। ତ ଅପସନ୍ ଡି ଆମର ବିଭାଜ୍ୟ ହେଉଛି। ତାପରେ ଅପସନ୍ ସିକୁ ଦେଖିବା। ଦେଖ, ଲାଷ୍ଟ 2ଟି ଅଙ୍କକୁ ନେବା, 18। 18 4ରେ ବିଭାଜ୍ୟ ହେବ କି ନାହିଁ? 4 × 16, 18ରୁ 16 ଗଲେ 2 ରହିଯାଉଛି। ତ ଅପସନ୍ ସି ଆମର ଉତ୍ତର ହେବ ନାହିଁ। ତାପରେ ଦେଖ 14, 14 ମଧ୍ୟ ଅଛି, ତାହେଲେ ଅପସନ୍ ବି ଆମର ହେବ ନାହିଁ। ତାପରେ 74, 74କୁ ନେଇକି ଦେଖିବା, 4ରେ ହରିବା। 4 1 4, 7ରୁ 4 ଗଲେ କେତେ ପିଲାମାନେ? 3। ତାପରେ 4କୁ ତଳକୁ ଆଣିବା, 4 ଅଷ୍ଟା 32। ଏବେ ଦେଖ, ଏଠାରେ ପୁଣି ଭାଗ ଶେଷରେ 2 ରହିଲା। ତ ଅପସନ୍ ଏ ମଧ୍ୟ ଆମର 4 ଦ୍ୱାରା ବିଭାଜ୍ୟ ହେଉନାହିଁ। ତ ଅପସନ୍ ଡି ହେଇଯିବ ଆମର ଉତ୍ତର। ପିଲାମାନେ ଏବେ ଆମେ କ୍ୱେଶ୍ଚନ ନମ୍ବର 4କୁ କରିବା। ଦେଖ କ'ଣ କହିଛି, 4 ଅଙ୍କ ବିଶିଷ୍ଟ କେଉଁ ବୃହତ୍ତମ ସଂଖ୍ୟା 48 ଦ୍ୱାରା ବିଭାଜ୍ୟ। ତ 48ର ବିଭାଜ୍ୟତା ନିୟମ କ'ଣ ପିଲେ?
ଯେଉଁ ସଂଖ୍ୟା ଉଭୟ 3 ଓ 16 ଦ୍ୱାରା ବିଭାଜ୍ୟ ସେହି ସଂଖ୍ୟାଟି 48 ଦ୍ୱାରା ବିଭାଜ୍ୟ। ବୁଝିପାରିଲ ପିଲାମାନେ, এইটা ହେଉଛି ଆମର ଡେଫିନେସନ୍। ଏବେ କ'ଣ କରିବା, ଅପସନ୍ ନମ୍ବର ଏ କୁ ନେଇକି ଦେଖିବା। ଦେଖ ଅପସନ୍ ଏ ରେ ଅଛି 4896। ତ ଏଠାରେ ଦେଖ ପ୍ରଥମେ 3ର ଯେଉଁ ବିଭାଜ୍ୟତା ନିୟମ ରହିଛି ତାକୁ ଆମେ ଆପ୍ଲାଏ କରିବା। ତ ଏହି ସଂଖ୍ୟାରେ ଯେଉଁ ଅଙ୍କମାନେ ଅଛନ୍ତି ସେମାନଙ୍କୁ ଯୋଗ କରିବା। 4 ଆଉ 8 ମିଶିଲେ 12, 12 ଆଉ 9 ମିଶିଲେ 21, 21 ଆଉ 6 ମିଶିଲେ 27। ଏହି 27ଟା ଦେଖ ପିଲାମାନେ 3 ଦ୍ୱାରା ବିଭାଜ୍ୟ ହେଉଛି। ଏବେ ଆମେ ଦେଖିବା ଏହି 4896 16 ଦ୍ୱାରା ବିଭାଜ୍ୟ ହେଉଛି କି ନାହିଁ। ଦେଖ 16 1 16, 16 ଦୁଣେ 32, 16 3 48, 48ରୁ 48 ଗଲା, ଏବେ 0 ରହିଲା। ତାପରେ ଦେଖ 96 96 ଅଛି, ତାପରେ କେତେ ପିଲେ 1696, 1696, 96ରୁ 96 କଟିଲା ମାନେ କେତେ ରହିଲା ପିଲାମାନେ, ତୁମ ଭାଗ ଶେଷରେ 0 ଆସିଲା। ତ ଦେଖ ଏହି ସଂଖ୍ୟାଟି 16ରେ ମଧ୍ୟ ବିଭାଜ୍ୟ ହେଉଛି, 3ର ମଧ୍ୟ ବିଭାଜ୍ୟ ହେଉଛି। ତ ଏହି ମୂଳ ସଂଖ୍ୟାଟି 48ରେ ମଧ୍ୟ ବିଭାଜ୍ୟ ହେବ। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 5କୁ କରିବା। ଦେଖ କ'ଣ କହିଛି, କେଉଁ ସଂଖ୍ୟାକୁ 24 ଦ୍ୱାରା ଭାଗ କଲେ 18 ଭାଗଫଳ ପଡ଼ି 9 ଭାଗ ଶେଷ ରହିବ। ତ ଆମେ ଆଗରୁ ପଢ଼ିଥିଲେ ଭାଜ୍ୟ ସମାନ ଭାଜକ ଗୁଣନ ଭାଗଫଳ ଯୋଗ ଭାଗଶେଷ। ଏଠାରେ ଦେଖ ଭାଜ୍ୟ ଆମକୁ ଫାଇଣ୍ଡ କରିବାରେ ଅଛି। ଭାଜକ ଦେଇଛି 24 ଗୁଣନ ଭାଗଫଳ ଦେଇଛି 18 ଯୋଗ ଭାଗଶେଷ ଦେଇଛି 9। ଏବେ 24 ଆଉ 18କୁ ଗୁଣିଲେ ଗୁଣଫଳ 432 ଆସିବ, ଯୋଗ 9 କରିବା। ଏବେ 432 ଯୋଗ 9 ତୁମର କେତେ ହେବ ପିଲାମାନେ, 441। ଦେଖ ଅପସନ୍ ବି ରେ ଅଛି। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 6 କରିବା। ଦେଖ କ'ଣ କହିଛି, ଜଣେ କୃଷକଙ୍କ ପାଖରେ 700 ଚାରା ଗଛ ଥିଲା। ସେ ପ୍ରତି ଧାଡ଼ିରେ 32ଟି ଲେଖାଏଁ ଚାରା ଗଛ ଲଗାଇଲେ। ତାଙ୍କ ପାଖରେ କେତୋଟି ଚାରା ଗଛ ବଳିଥିବ? ତାମାନେ ଏଠାରେ ଆମେ କ'ଣ କରିବା ପିଲାମାନେ, ଏହି 700କୁ ଏହି 32 ଦ୍ୱାରା ହରିବା। ଦେଖ 32 ଦୁଣେ 64। ଏବେ 70ରୁ 64 ଗଲେ କେତେ ପିଲାମାନେ, 6। ପୁଣି ଏହି ଶୂନକୁ ତଳକୁ ଆଣିବା, 60 ହେଲା। 32 1 32, 60ରୁ 32 ଗଲେ କେତେ ପିଲାମାନେ, 28। ଏଇଟା ହେଇଯିବ ତୁମର ଉତ୍ତର। ତାମାନେ 28ଟି ଚାରା ଗଛ ବଳିଥିବ। ଏବେ କ୍ୱେଶ୍ଚନ୍ ନମ୍ବର 7 କରିବା। ଦେଖ କ'ଣ କହିଛି, ଏକ ପ୍ରେକ୍ଷାଳୟରେ ପ୍ରତି ଧାଡ଼ିରେ 36ଟି ଲେଖାଏଁ ଚୌକି ରଖାଯାଇଥିଲା। ତେବେ ଅତି କମରେ କେତୋଟି ଧାଡ଼ିରେ 600 ଦର୍ଶକ ବସିପାରିବେ ଏବଂ କେତୋଟି ଚୌକି ବଳିବ? ତ ଏଠାରେ ଆମେ ପ୍ରଥମେ କ'ଣ କରିବା, ଏଇ 600କୁ 36 ଦ୍ୱାରା ହରିବା। ଦେଖ 36 1 36, 60ରୁ 36 ଗଲେ କେତେ ପିଲାମାନେ, 24। ଏହି ଶୂନକୁ ପୁଣି ତଳକୁ ଆଣିବା। ତାପରେ ଦେଖ 36 କେତେ ପିଲାମାନେ, 216। ଏବେ 240ରୁ 216 ଗଲେ କେତେ ପିଲାମାନେ, 24। ତ 36 ଆଉ 24କୁ କାଟି ପାରିବ ନାହିଁ। ତ ଏଠାରେ ଦେଖ ପିଲାମାନେ, ଏଇ 16ଟି କ'ଣ, ଏଇଟା ହେଉଛି 16ଟି ଧାଡ଼ି। ତାପରେ ଏଠାରେ ଯେଉଁ 24 ଏଇଟା ହେଉଛି ବଳି ପଡ଼ିଥିବା ଚୌକି, ବଳି
पड़िथिबा चौकी। तो एठारे 16टी धाड़ी है आउ एठारे गोटे धाड़ी हो पिला माने तो केतोटी धाड़ी है 17टी धाड़ी है एवं केते बड़ी पड़ी पिला माने 24टी चौकी बड़ी पड़ी। तो ऑप्शन सी हो आमर करेक्ट आंसर। देखो पिला माने एबे आमे क्वेश्चन नंबर 8 करिबा 1325 रु अति कम रे केते वियोग कले वियोग फल 36 द्वारा विभाज्य हेबो। तो प्रथमे आमे 1325 को 36 द्वारा हरिबा। देखो 36 तिरी 108 132 रु 108 वियोग हेले केते रहिबो पिला माने 24। एबे एही 5 को तलको आनिबा 36 साथी 6 को गुणिले 216 आसीबो। 245 रु 216 वियोग हेले 29 आसीबो। तो एठारे 1325 रु अति कम रे 29 केते पिला माने 29 वियोग कले वियोग फल 36 द्वारा विभाज्य हेबो। तो ऑप्शन हमरो ए हे जिवो करेक्ट आंसर। पिला माने एबे आमे क्वेश्चन नंबर 9 करिबा 1325 अति कम रे केते जोग कले ताहा 42 द्वारा विभाज्य हेबो। तो आमे एठारे कोन करिबा 1325 को विभाज्य करिबा 42 द्वारा 42 तिरी 126। तो 132 रु 126 गले केते पिला माने 6। एही 5 को पुणी तलको आनिबा 42 1 42 65 रु 42 गला माने केते रहिला पिला माने 23। एई 23 सह केते जोड़िले जोगफलटी 42 द्वारा विभाज्य हेबो। तो आमे जोड़िबा 19 को 19 आउ 23 मिसिले केते पिला माने 42 42 को 42 द्वारा आमे हरिले केते आसुची पिला माने 1 आसुची। तो देखो एठारे आउ 19 आमे जदि जोग करिबा एठारे आमे 19 को जोग गले आउ जदि आमे अधिक 19 जोड़ी देबा ताहले एही संख्याटी एही 1325 टी 42 द्वारा विभाज्य हेबो पिला माने। देखो पिला माने क्वेश्चन नंबर 10 कोन कहिची 10101 को 19 रे गुणिले गुणफल केते हेबो। देखो 9 1 9 9 0 0 9 1 9 9 0 0 9 1 9। एबे देखो 1 1 1 1 0 0 1 1 1 1 0 0 एवं 1 1 1। एबे देखो आमे एही दुईटी संख्या को जोड़िबा 9 को आमे 9 लिखिले 0 आउ 1 मिसिला 1 9 आउ 0 मिसिला 9 1 आउ 0 मिसिला 1 9 आउ 0 मिसिला 9 1 को आमे 1 लिखिबा। तो आमर उत्तर केते सेडा पिले 1,91,919 एटा तुमरो उत्तर। पिला माने एबे आमे क्वेश्चन नंबर 11 करिबा। देखो कोन कहिची एथि मध्यरु केउ संख्या 18 द्वारा पूर्ण रूपे विभाज्य हेबो। तो आमको प्रथमे 18 रो विभाज्यता नियम विषय जानिबा को हेबो। जेउ संख्या 2 और 9 द्वारा विभाज्य सही संख्याटी 18 द्वारा मध्य विभाज्य। तो एठारे आमे प्रथमे ऑप्शन डी को देखिबा। एठारे देखो 2 द्वारा एही संख्या विभाज्य हेबो कि नहीं पिला माने तार एक घरे 4 थिबारो एही संख्याटी 2 द्वारा विभाज्य हेबो। तापरे 9 रे विभाज्य हेबो कि नहीं देखिबा 2 जोग 9 जोग 3 जोग 4 जोगफल केते आसो पिला माने 2 आउ 9 मिसिले 11 11 आउ 3 मिसिले 14 14 आउ 4 मिसिले 18। तो एही 18 टी 9 द्वारा विभाज्य हेबो कि नहीं 9 दुणे 18। देखो तो ऑप्शन डी 2 द्वारा मध्य विभाज्य और 9 द्वारा मध्य विभाज्य। तेणु एही
ଅପସନ୍ ଡିଟା 18 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 12 କରିବା। ଦେଖ କ'ଣ କହିଛି, 3651 ଗୁଣନ 32 ଗୁଣନ 13 ଗୁଣନ 27ର ଗୁଣଫଳରେ ଏକକ ଅଙ୍କ କ'ଣ ହେବ? ତ ଏହି ସଂଖ୍ୟାର ଏକକ ଅଙ୍କ ହେଉଛି 1, ଏହି 32ର ଏକକ ଅଙ୍କ ହେଉଛି 2, ଏହି 13ର ଏକକ ଅଙ୍କ ହେଉଛି 3 ଏବଂ 27ର ଏକକ ଅଙ୍କ ହେଉଛି 7। ଏବେ ଏହି ସଂଖ୍ୟାମାନଙ୍କୁ ଆମେ ଗୁଣିବା। 1 ଦୁଣେ 2, 2 ତିରି 6, 6 ସତା 42। ଏହି 42ର ଏକକ ଅଙ୍କ କି ପିଲାମାନେ 2, ତ ଆମର ଆନ୍ସର୍ ହେଇଯିବ ଅପସନ୍ ଏ। ପିଲାମାନେ ଏବେ ଆମେ ପଢ଼ିବା କ୍ୱେଶ୍ଚନ୍ ନମ୍ବର 13। ସନ୍ତୋଷ ତାର ଜନ୍ମଦିନରେ ସାଙ୍ଗମାନଙ୍କ ପାଇଁ ଜନ୍ମଦିନର ଟୋପି କିଣିଲା। ସେ ପ୍ରତ୍ୟେକ ପ୍ୟାକେଟରେ 6ଟି ଲେଖାଏଁ ଟୋପି ଥିବା 5ଟି ପ୍ୟାକେଟ କିଣିଲା। ତା ଘରକୁ 24 ଜଣ ସାଙ୍ଗ ଆସିଥିଲେ। ତେବେ କେତୋଟି ଟୋପି ବଳି ପଡ଼ିଲା ଏଥି ମଧ୍ୟରୁ କେଉଁ ସରଳକର ଦ୍ୱାରା ଜଣାପଡ଼ିବ? ତ ଦେଖ ପିଲାମାନେ, ପ୍ରଶ୍ନରେ କ'ଣ ଦେଇଛି, ଗୋଟିଏ ପ୍ୟାକେଟରେ ଥିବା ଟୋପି ସଂଖ୍ୟା ହେଉଛି 6। ମୋଟ ପ୍ୟାକେଟ ସଂଖ୍ୟା କେତେ ପିଲାମାନେ? 5। ଏବେ ଏହି ଦୁଇଟି ସଂଖ୍ୟାକୁ ଆମେ ଗୁଣିବା। ଗୁଣଫଳ କେତେ ଆସିବ ପିଲାମାନେ? 30। ତାପରେ ଦେଖ, ସନ୍ତୋଷର ସାଙ୍ଗମାନଙ୍କର ସଂଖ୍ୟା କେତେ ପିଲାମାନେ? ତାର ସାଙ୍ଗମାନଙ୍କର ସଂଖ୍ୟା ହେଉଛି 24। ବଳକା ଟୋପି ସଂଖ୍ୟା କେତେ ପିଲାମାନେ? 6 ଗୁଣନ 5 ଆଉ ବଳକା ମାନେ ହେଉଛି ବିୟୋଗ 24। ତ ଦେଖ ପିଲାମାନେ, ଏହି ସଂଖ୍ୟା ଗୁଡ଼ିକ କେଉଁ ଅପସନରେ ଅଛି? 6 ଗୁଣନ 5 ବିୟୋଗ 24 ଅପସନ୍ ବିରେ ଅଛି ପିଲାମାନେ। ତ ତୁମର ଉତ୍ତର ଅପସନ୍ ବି ହେବ। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 14 କରିବା। 900ର ନିକଟବର୍ତ୍ତୀ କେଉଁ ସଂଖ୍ୟା 11 ଦ୍ୱାରା ବିଭାଜ୍ୟ? ତ ପ୍ରଥମେ 900କୁ 11 ଦ୍ୱାରା ହରିବା। 11 ଅଷ୍ଟା 88। 90ରୁ 88 ବିୟୋଗ ହେଲେ ବିୟୋଗ ଫଳ 2। ତାପରେ 0କୁ ତଳକୁ ଆଣିବା। 11 1 11। 20ରୁ 11 ବିୟୋଗ ହେଲେ ବିୟୋଗ ଫଳ ଆସିବ 9। ଦେଖ ପିଲାମାନେ, ଏଠାରେ ପ୍ରଥମ ସଂଖ୍ୟାଟି କେତେ ହେବ? 900ରୁ ଆମେ ଏହି 9କୁ ବିୟୋଗ କଲେ ବିୟୋଗ ଫଳ କେତେ ଆସିବ ପିଲାମାନେ? 891। এইটা ହେଇଯିବ ଆମର ପ୍ରଥମ ସଂଖ୍ୟା ଓ ତୃତୀୟ ସଂଖ୍ୟାଟି କେତେ ହେବ ପିଲାମାନେ? 891କୁ 9 ସାଥିରେ ଯୋଡ଼ିଦେବା। ତ କେତେ ହେବ ପିଲାମାନେ? 902। ତ ଗୋଟିଏ ସଂଖ୍ୟା ହେବ ଆମର 891 ଓ ଆଉ ଗୋଟିଏ ସଂଖ୍ୟା ହେବ ଆମର 902, ଯେଉଁଟା ତୁମର ଅପସନ୍ ଏରେ ଅଛି। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 15 କରିବା। ଦେଖ କ'ଣ କହିଛି, 3 ଅଙ୍କ ବିଶିଷ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା ଦୁଇଟି 11 ଦ୍ୱାରା ବିଭାଜ୍ୟ ହେବ? ତ ପ୍ରଥମେ ଆମେ 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 100କୁ ଲେଖିବା। ତାପରେ ଏହି 100କୁ 11 ଦ୍ୱାରା ହରିବା। 11 ନୂଆ 99। 100ରୁ 99 ବିୟୋଗ ହେଲେ କେତେ ପିଲାମାନେ? 1। ତ ତୁମର ପ୍ରଥମ ସଂଖ୍ୟାଟି କେତେ ଆସିବ ପିଲାମାନେ? 100ରୁ 1କୁ ବିୟୋଗ କଲେ କେତେ ହେବ ପିଲାମାନେ? 99। ପ୍ରଥମ ସଂଖ୍ୟାଟି ଆସିଲା 99। ଦ୍ୱିତୀୟ ସଂଖ୍ୟାଟି କେତେ ହେବ ପିଲାମାନେ? ଏହି 99 ସାଥିରେ 11କୁ ଯୋଡ଼ିବା। 11କୁ କାହିଁକି ଯୋଡ଼ିଲେ? ଦେଖ, ଏଠାରେ କହିଛି 11 ଦ୍ୱାରା ବିଭାଜ୍ୟ, ସେଥିପାଇଁ ଆମେ 11କୁ ଯୋଡ଼ିଲେ। 99 ଯୋଗ 11 କେତେ ହେବ ପିଲାମାନେ? 110। এইটা ହେଇଯିବ ଆମର ଦ୍ୱିତୀୟ ସଂଖ୍ୟା। ତୃତୀୟ ସଂଖ୍ୟାଟି କେତେ ହେବ ପିଲାମାନେ? 110 ସାଥିରେ ଆମେ 11କୁ ଯୋଡ଼ିଦେବା। ଯୋଗଫଳ କେତେ ହେବ ପିଲାମାନେ? 121। ତ ଦେଖ, ଆମର ପ୍ରଥମ ସଂଖ୍ୟାଟି ଆସିଲା 99, ଦ୍ୱିତୀୟ ସଂଖ୍ୟାଟି ଆସିଲା 110, ତୃତୀୟ ସଂଖ୍ୟାଟି ଆସିଲା 121। ତ ଅପସନ୍
सी रे देख केते अछि 110 और द्वितीय संख्याटी अछि 121। तो ऑप्शन सी ही जो हमरो करेक्ट आंसर। पिला माने एबे आमे क्वेश्चन नंबर 16 करिवा। देखो कोन कहिछि केउ संख्यार 12 गुण 24 रो 15 गुण सह समान। एबे प्रथमे कोन करिवा 24 गुणन 15 करिवा। तो गुणफल केते आसीबा पिला माने 360। एही 360 को आमे हरिबा 12 द्वारा काहे कि एठारे 12 देइछि 12 3 36 एवं 0 को 0 एपटे नहीं जिबा। तो 12 साथी आमे 30 को गुणिले 360 मिलिला। सही परी 24 को 15 साथी गुणिले 360 मिलिला। तो ऑप्शन सी रे अछि 30। सेते पय ऑप्शन सी ही तुमरो करेक्ट आंसर। पिला माने एबे आमे क्वेश्चन नंबर 17 करिवा। देखो कोन कहिछि 3 अंक विशिष्ट केउ बृहत्तम संख्या 15 द्वारा विभाज्य हेबो। एठारे पिला माने टी टाइपिंग करिवा टी भूल हिछि। एटा हिछि तुमरो विभाज्य। देखो तो क्वेश्चन कहिछि 3 अंक विशिष्ट बृहत्तम संख्याटी के पिला माने 949। 949 को 15 साथी आमे विभाज्य करिवा। 1590 49 रु 90 वियोग हेले केते पिला माने 9। पुणी एही 9 को तळको आनिबा। पुणी 1590 90 रु 90 वियोग हेले केते पिला माने 9। एठारे देखो 9 को आउ 15 काटि परिबो नाही। तो आमे एबे कोन करिबा सेही 3 अंक विशिष्ट बृहत्तम संख्या 949 साथी एही 9 को वियोग करिबा। वियोग फल केते आसीबा पिला माने 990। तो देखो एटा होछि हमर उत्तर। के ऑप्शन रे अछि पिला माने ऑप्शन ए। पिला माने एबे आमे क्वेश्चन नंबर 18 करिवा। देखो कोन कहिछि 6 वियोग 3 हरण 15 वियोग 3 गुणन 4 रो सरलीकृत मान केते। तो प्रथमे एही जो क्वेश्चन टा अछि एहा एक अन्य टॉपिक रो पिला माने एही प्रकार क्वेश्चन तुमरो सरल कर पाठ रे आसीबो। एही पाठटी आमे नेक्स्ट क्लास रे करिबा आगो को करिबा पिला माने। तो एही सरल कर गोटे रूल अछि कोन पिला माने बरह गुमी फे। कोन पिला माने बरह गुमी फे। ब माने होछि पिला माने बंधनी। र माने होछि पिला माने गुणन। ह माने होछि हरण। गु माने होछि गुणन। मी माने होछि पिला माने मिश्रण एवं फे माने होछि फेडाण। तो देखो पिला माने एही जो सीक्वेंस टा अछि प्रथमे ब तापर अछि 2 नंबर अछि र 3 नंबर अछि ह 4 नंबर अछि गु 5 नंबर अछि मी एवं 6 नंबर अछि फे। तो एठारे देखो एठारे प्रथमे गुणन थिबारु गुणन करिबा। तापर मिश्रण थिबारु मिश्रण करिबा। मिश्रण माने होछि पिले जोग। तापर लास्ट को फेडाण थिबारु हमें फेडाण करिया। फेडाण माने होछि वियोग। कोन पिला माने वियोग। तो एठारे देखो प्रथमे हमें कोन करिबा गुणन करिबा। देखो 6 वियोग 3 हरण 15 वियोग 3 गुणन 4। तो हमें कोन कले प्रथमे देखो 3 गुणन 4 केते हो पिला माने 12। 15 रु 12 वियोग हेबो 6 वियोग 3। तापर देखो 6 रु 3 वियोग हेला केते हेबो पिला माने 3 हरण 12 रु 15 रु 12 गले केते पिला माने 3। एबे देखो 3 रु 3 को जति हरिबा तेबे केते से पिला माने 1 आसीबो। तो देखो ऑप्शन डी रे हमरो 1 अछि। तो ऑप्शन डी ही जो हमरो उत्तर। पिला माने एबे आमे क्वेश्चन नंबर 19 करिबा। देखो कोन कहिछि केउ संख्याटी 5 द्वारा विभाज्य नहे। तो 5 रो विभाज्यता नियम आमे पढिथिले पिला माने
ସେଠାରେ କ'ଣ କହିଥିଲା? ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0 କିମ୍ବା 5 ଥିବ ସେହି ସଂଖ୍ୟାଟି 5 ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବିଭାଜ୍ୟ ହେବ। ଏଠାରେ ଦେଖ ଅପସନ୍ ଏ ର ଏକକ ଘରେ 0 ଅଛି, ଏହି ସଂଖ୍ୟାଟି ସମ୍ପୂର୍ଣ୍ଣ ରୂପେ ବିଭାଜ୍ୟ ହେବ। ସେହିପରି ଅପସନ୍ ବି ର ଏକକ ଘରେ 5 ଥିବାରୁ ଏହି ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ ହେବ। ସେହିପରି ଏଠାରେ ଦେଖ ସି ର ମଧ୍ୟ ଏକକ ଘରେ 0 ଅଛି, ସେଥିପାଇଁ ଅପସନ୍ ସି ମଧ୍ୟ 5 ଦ୍ୱାରା ବିଭାଜ୍ୟ ହେବ। କିନ୍ତୁ ଅପସନ୍ ଡି ର ଏକକ ଘରେ ଦେଖ କେତେ ଅଛି ପିଲାମାନେ? 2 ଅଛି, ସେଥିପାଇଁ ଏହି ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତ ତୁମର ଅପସନ୍ ଡି ହେଇଯିବ ଉତ୍ତର। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 20 କରିବା। ଦେଖ କ'ଣ କହିଛି? ନିମ୍ନଲିଖିତ କେଉଁ ସଂଖ୍ୟାଟି 15 ଦ୍ୱାରା ବିଭାଜ୍ୟ ହେବ? ପିଲାମାନେ 15ର ବିଭାଜ୍ୟତା ନିୟମ ଆମେମାନେ ପଢ଼ିଛେ। କ'ଣ ସେଇଟା? ଯେଉଁ ସଂଖ୍ୟା 3 ଓ 5 ଦ୍ୱାରା ବିଭାଜ୍ୟ ସେହି ସଂଖ୍ୟାଟି 15 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ତ ଏଠାରେ ପ୍ରଥମେ ଅପସନ୍ ଏ କୁ ନେଇକି ଦେଖିବା। ଏହି ସଂଖ୍ୟାଟି ପ୍ରଥମେ ଦେଖିବା 5ରେ ବିଭାଜ୍ୟ ହେବ କି ନାହିଁ। ଦେଖ ତାର ଏକକ ଘରେ 0 ଥିବାରୁ ଏହି ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ ହେବ। ତାପରେ ଆମେ ଦେଖିବା 3 ଦ୍ୱାରା ସେହି ସଂଖ୍ୟାଟି ବିଭାଜ୍ୟ ହେଉଛି ନା ନାହିଁ। 5 ଯୋଗ 7 ଯୋଗ 6 ଯୋଗ 9 ଯୋଗ 0। ଦେଖ 5 ଆଉ 7 ମିଶିଲା 12, 12 ଆଉ 6 18, 18 ଆଉ 9 କେତେ ପିଲାମାନେ? 27, 27 ଆଉ 0 ମିଶିଲେ କେତେ ହେବ ପିଲାମାନେ? 27। ଏହି 27ଟା ତୁମର 3 ଦ୍ୱାରା ବିଭାଜ୍ୟ ହେବ କି ନାହିଁ ପିଲାମାନେ? ହେବ। 3 9 27। ତେବେ ଏହି ଅପସନ୍ ଏଟା 3ରେ ବି ବିଭାଜ୍ୟ ହେଉଛି, ସେହିପରି 5ରେ ମଧ୍ୟ ବିଭାଜ୍ୟ ହେଉଛି। ସେଥିପାଇଁ ଏହି ମୂଳ ସଂଖ୍ୟାଟି 15 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ପିଲାମାନେ ଏବେ ତୁମମାନଙ୍କ ପାଇଁ କିଛି ହୋମୱାର୍କ ଅଛି। ଏଇଟା ତୁମର ହୋମୱାର୍କ ରହିବ। ଏଇଟା ବି ତୁମର ହୋମୱାର୍କ। ଏଇଟା ବି ତୁମର ହୋମୱାର୍କ। ପିଲାମାନେ ଆଶା କରେ କ୍ଲାସ୍ଟି ସମସ୍ତଙ୍କୁ ଭଲ ଲାଗିଥିବ। ଯଦି କ୍ଲାସ୍ଟି ଭଲ ଲାଗିଥାଏ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ଲାଇକ୍ କରିଦିଅ, ସେୟାର କରିଦିଅ। ପିଲାମାନେ ଆମର ଗୋଟିଏ ହ୍ୱାଟ୍ସଆପ୍ ଗ୍ରୁପ୍ ଅଛି। ସେହି ଗ୍ରୁପ୍ରେ ଯଦି ତୁମେମାନେ ଜଏନ୍ ହେବାକୁ ଚାହୁଁଛ, ଏହି QR କୋଡ଼୍କୁ ସ୍କାନ୍ କରିକି ତୁମେ ଜଏନ୍ ହୋଇପାରିବ। ପିଲାମାନେ ଏହି କ୍ଲାସ୍ଟିକୁ ମୁଁ ଏଠାରେ ରଖୁଛି। ଦେଖା ହେବା ପୁଣି ନେକ୍ସଟ କ୍ଲାସ୍ରେ।